ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜିର ଭିଡିଓରେ କଥା ହେବା ବୀର ସାବରକରଙ୍କ ବିଷୟରେ। ବୀର ସାବରକର ନାମରେ ପ୍ରସିଦ୍ଧ ବିନାୟକ ଦାମୋଦର ସାବରକର ଭାରତର ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ସଂସ୍କାରକ ଥିଲେ। 1883 ମସିହା ମେ 28 ତାରିଖରେ ମହାରାଷ୍ଟ୍ରର ନାସିକ ନିକଟସ୍ଥ ଭାଗୁର ଗ୍ରାମରେ ଜନ୍ମ ହୋଇଥିଲେ। ସାବରକର ଜଣେ ସାହସୀ ଦେଶପ୍ରେମୀ ଏବଂ ବ୍ରିଟିଶ ଶାସନରୁ ସମ୍ପୂର୍ଣ୍ଣ ସ୍ୱାଧୀନତାର ଜଣେ ଦୃଢ ପ୍ରବକ୍ତା ଥିଲେ। ସେ ଜଣେ ବିଦ୍ୱାନ, ଲେଖକ, କବି ଏବଂ ସମାଜ ସଂସ୍କାରକ ମଧ୍ୟ ଥିଲେ। ଯୁବାବସ୍ଥାରୁ ସେ ବିପ୍ଳବୀ ଚିନ୍ତାଧାରା ଏବଂ ଭାରତୀୟ ନାୟକମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ଭାରତୀୟ ଯୁବପିଢ଼ିଙ୍କ ମଧ୍ୟରେ ଜାତୀୟତାବାଦକୁ ପ୍ରୋତ୍ସାହିତ କରିବା ପାଇଁ ସେ ଅଭିନବ ଭାରତ ସମାଜ ପ୍ରତିଷ୍ଠା କରିଥିଲେ। ସାବରକର ଆଇନ ଅଧ୍ୟୟନ ପାଇଁ ଇଂଲଣ୍ଡ ଯାଇଥିଲେ, ଯେଉଁଠାରେ ସେ ବିପ୍ଳବୀ କାର୍ଯ୍ୟକଳାପରେ ସକ୍ରିୟ ହୋଇଥିଲେ। ସେ ପ୍ରସିଦ୍ଧ ପୁସ୍ତକ ଦି ଇଣ୍ଡିଆନ ୱାର ଅଫ୍ ଇଣ୍ଡିପେଣ୍ଡେନ୍ସ 1857 ଲେଖିଥିଲେ, ଯାହା ଅନେକ ବିପ୍ଳବୀଙ୍କୁ ପ୍ରେରଣା ଦେଇଥିଲା। ବ୍ରିଟିଶମାନେ ତାଙ୍କ ବିପ୍ଳବୀ କାର୍ଯ୍ୟ ପାଇଁ ତାଙ୍କୁ ଗିରଫ କରିଥିଲେ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ସେଲୁଲାର ଜେଲକୁ ପଠାଇଥିଲେ। କଠୋର ଦଣ୍ଡ ସତ୍ତ୍ୱେ ସେ ଦୃଢ଼ ରହିଥିଲେ ଏବଂ ଅନ୍ୟମାନଙ୍କୁ ପ୍ରେରଣା ଦେଇ ଚାଲିଥିଲେ। ସେ ଭାରତୀୟ ସଂସ୍କୃତି ଏବଂ ପରିଚୟ ପ୍ରତି ଗର୍ବ ପ୍ରକାଶ କରି ହିନ୍ଦୁତ୍ୱ ଶବ୍ଦ ବ୍ୟବହାର କରିଥିବା ପ୍ରଥମ ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ। ସାବରକର ଅସ୍ପୃଶ୍ୟତା ଏବଂ ଜାତିଭେଦ ଭଳି ସାମାଜିକ କୁପ୍ରଥା ଦୂର କରିବା ପାଇଁ ମଧ୍ୟ କାର୍ଯ୍ୟ କରିଥିଲେ। ସେ ସମସ୍ତ ଭାରତୀୟଙ୍କ ମଧ୍ୟରେ ବିଜ୍ଞାନ, ପ୍ରଗତି ଏବଂ ଏକତାର ବିଶ୍ୱାସ କରୁଥିଲେ। ସେ ଜଣେ ଯୁକ୍ତିଯୁକ୍ତ ଚିନ୍ତକ ଥିଲେ ଏବଂ ଆଧୁନିକ ଶିକ୍ଷାକୁ ପ୍ରୋତ୍ସାହିତ କରିଥିଲେ। ମୁକ୍ତି ପରେ ମଧ୍ୟ ସେ ଲେଖା ଏବଂ ସାର୍ବଜନୀନ ଭାଷଣ ମାଧ୍ୟମରେ ଦେଶ ସେବା କରି ଚାଲିଥିଲେ। ସାବରକରଙ୍କ ଜୀବନ ସାହସ, ତ୍ୟାଗ ଏବଂ ଦେଶପ୍ରେମରେ ପରିପୂର୍ଣ୍ଣ ଥିଲା। ସେ ବହୁ ବର୍ଷ ଜେଲରେ ବିତାଇଥିଲେ, କିନ୍ତୁ କେବେ ବି ଏକ ସ୍ୱାଧୀନ ଭାରତର ସ୍ୱପ୍ନ ଛାଡ଼ି ନଥିଲେ। ତାଙ୍କ ଲେଖା ଏବଂ ଭାଷଣ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ପ୍ରେରଣା ଦେଇଥିଲା। ତାଙ୍କର ଫେବୃଆରୀ 26, 1966ରେ ମୁମ୍ବାଇରେ ଦେହାନ୍ତ ହୋଇଥିଲା। ବୀର ସାବରକରଙ୍କୁ ସର୍ବଦା ଜଣେ ନିର୍ଭୀକ ଦେଶପ୍ରେମୀ ଏବଂ ଦୂରଦୃଷ୍ଟି ସମ୍ପନ୍ନ ନେତା ଭାବରେ ମନେ ରଖାଯିବ, ଯିଏ ଭାରତର ସ୍ୱାଧୀନତା ଏବଂ ସଂସ୍କାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରିଦେବ, ଭିଡ଼ିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ଆଗାମୀ ଭିଡ଼ିଓରେ। ନମସ୍କାର।